କିଏ ଖୋଜିଦେବ ମୋ ରଙ୍କୁଣୀ ଧନକୁ, କେଉଁଠି ହଜିଛି ସେ ମହାଧନ, କେଉଁଠି ପାଇବି ମୁଁ ଦୟାକରି କୁହନ୍ତୁ ପତି ମହାପାତ୍ରେ, ପୁଷ୍ପାଳକେ ଦଇତାପତିଏ। ଡାକି ଡାକି ଥକି ପଡ଼ିଲିଣି ମୁଁ ବଡ଼ ପଣ୍ଡାଏ, ଭୋଗ ଚଳୁରେ ଝଲସୁଛନ୍ତି ନା କଳାଶ୍ରୀ ମୁଖ, ନନ୍ଦୀ ଘୋଷରେ ଚକା ଅପସର ଲାଗି ହେଲା ବେଳେ, ଆଡ଼ ଚାହାଣୀରେ ଚାହୁଁଛନ୍ତି ନା ସେ। ସେଦିନ ଦୂର ମୂଲକରୁ ଏଇ ଦିଅଙ୍କୁ ଖୋଜି ଖୋଜି ଆସିଥିଲା ଜଣେ ଧୂଳିଆ ବ୍ରାହ୍ମଣ, ଖୋଜି ସମ୍ବାଦ ଦେଲା ଯାଇ ମହାରାଜାଙ୍କୁ, ହେଲେ ମଣିମା ବିଜେ କଲା ବେଳକୁ ହଟିଆ ଠାକୁର କଣ ଅଛନ୍ତି ଯେ ମିଳିବେ। ବିଚରା ବାଲୁବନ୍ତ ଘେରା ନୀଳାଚଳକୁ ଦେଖି ମହାରାଜା ଭାରି ଦୁଃଖ ଲଭିଲେ, ମାତ୍ର ତାଙ୍କ ନିଷ୍ଠାକୁ ଧନ୍ୟ କହିବ ପୀଠାଧୀଶ୍ୱର ନୃସିଂହଙ୍କୁ ପୂଜା କରି ଆରମ୍ଭ କଲେ ଦେଉଳ ତୋଳା କାମ। ଆଃ, କଣ କହିବା ସେ ମନ୍ଦିରର ଶୋଭାକୁ, ଦେଖିଲେ ଆଖି ଲାଖି ରହିବ, ଠେକା ଖସି ପଡ଼ିବ ତଳେ ଚୂଳକୁ ନିରେଖିଲେ। ହେଲେ ଠାକୁର କାହାନ୍ତି, ପ୍ରତିଷ୍ଠା ବା କରିବ କିଏ। ପୁଣ୍ୟଶ୍ଲୋକ ମହାରାଜା ନାରଦଙ୍କ ସଙ୍ଗରେ ଗଲେ ବ୍ରହ୍ମପୁର, ବ୍ରହ୍ମାଙ୍କୁ ବରଣ କରିବେ ମନ୍ଦିର ପ୍ରତିଷ୍ଠା ପାଇଁ। ଆନନ୍ଦ ମନରେ ଅନୁରୋଧ ରକ୍ଷା କଲେ ପିତାମହ ବ୍ରହ୍ମା, ହେଲେ ମନ୍ଦିରରେ କେଉଁ ବିଗ୍ରହ ପ୍ରତିଷ୍ଠା କରିବେ ସେ, ପ୍ରଭୁ କେଉଁ ରୂପରେ ଅବତରଣ କରିବେ। ପ୍ରଭୁ ଖୋଜାର ଆଉ ଗୋଟିଏ ପର୍ବ ଆରମ୍ଭ ହୋଇଗଲା। ଅଚାନକ ସମୁଦ୍ର ଗର୍ଭରେ ଭାସିଲା ଏକ ମହାଦାରୁ। ସେହି ଅପୌରୁଷେୟ ମହାଦାରୁଙ୍କୁ ସ୍ୱପ୍ନରେ ଦେଖି ବିମୋହିତ ହୋଇଗଲେ ମହାରାଜା। ଏହା ଭିତରୁ ତେବେ ମୁକୁଳି ଉଠିବେ ନୀଳାଚଳ ଚୂଡ଼ାମଣି, ପୁଣି ପ୍ରତୀକ୍ଷା, ପୁଣି ପ୍ରଭୁ ଖୋଜା। ସମୁଦ୍ରରେ ଭାସମାନ ମହାଦାରୁଙ୍କୁ ଉତ୍ତୋଳନ କରି ପାରୁନାହାନ୍ତି ଯେ ମହାରାଜାଙ୍କର ଅକ୍ଷୋଭିଣୀ ସେନା। ସମସ୍ତ ପ୍ରୟାସ ବିଫଳ ହେଉଛି। ଭଗବତ ଶକ୍ତି ନିକଟରେ ମାନବ ଶକ୍ତିର ଏ କି କରୁଣ ପରିଣତି ସତେ। ଦୀର୍ଘକାଳ ସମୁଦ୍ରର ବାଲୁକା ରାଶିରେ ପ୍ରାୟ ଉପବେଶନରେ ଧାରଣା ଦେଲେ ରାଜା ରାଣୀ। ଶେଷରେ ଭକ୍ତର ବ୍ୟାକୁଳ ନିବେଦନରେ ଭଗବାନଙ୍କ ଶୂନ୍ୟପୁର ଥରି ଉଠିଲା। ଆରମ୍ଭ ହେଲା ଶୂନ୍ୟବାଣୀ, ଆହେ ଇନ୍ଦ୍ର ଦ୍ୟୁମନ ଏ ନୁହେ ଚନ୍ଦନ ଦାରୁ, ଏ ଯେ ମୋରି ପିଣ୍ଡ, ଅଚଳ ମହାମେରୁକୁ ତୁ ସେନା ତୋଳି ପାରିବେ ନାହିଁ ରେ। ମୁଁ ନିଜେ ନିଜେ ବିଜେ କରିବି। ଗୋଟିଏ ପାଖରେ ବସୁ ବ୍ରାହ୍ମଣ, ଆଉ ଗୋଟିଏ ପାଖେ ବସୁ ଶବର, ଖାଲି ଟିକିଏ ହାତ ପକେଇ ଦିଅନ୍ତୁ, ବାସ୍ ଦେଖିବୁ ବିନୁ ପଦ ଚଲହି ପାଦ ନଥାଇ କିପରି ମୁଁ ଅବଲୀଳା କ୍ରମେ ଗତି କରିବି। ଦାରୁରେ ବିଗ୍ରହ ନିର୍ମାଣ କରିବାକୁ ମହାରାଜାଙ୍କୁ ଶିଳ୍ପୀ ଖୋଜିବାକୁ ପଡ଼ିଲାନି। ଆପେ ଆପେ ପହଞ୍ଚି ଗଲେ ବୁଢ଼ା କାରିଗର। ଅବଧି ପୁରିବାକୁ ଅପେକ୍ଷା କରାଇ ମନ୍ଦିର ଦ୍ୱାର ରୁନ୍ଧି ମୂର୍ତ୍ତି ଗଢ଼ି ବସିଲେ ସେ। ମାତ୍ର କିଛି ଦିନ ପରେ ପ୍ରଭୁଙ୍କ ମାୟାରେ ବିଚଳିତ ମହାରାଜା ଅବଧି ପୁରିବା ପୂର୍ବରୁ ଫିରାଇଲେ ଦ୍ୱାର। କାହାନ୍ତି ସେ ବୃଦ୍ଧ କାରିଗର, ଆଖି ଆଗରେ ଏ କଣ ଅଧା ଗଢ଼ା ତିନି ଦିନ। ଏତିକିରେ କଣ ତାଙ୍କୁ ଖୋଜିବା ଲୀଳା ସରିଗଲା? ନା, ଏ ତ ଖୋଜିବାର ଆରମ୍ଭ। କେତେ ବାଗରେ କେତେ ଢଙ୍ଗରେ ସାରା ଜଗତ ଖୋଜିଲା ତାଙ୍କୁ। କେତେବେଳେ ଯବନ ଆକ୍ରମଣରେ ପାତାଳି ହେଲେଣି ତ ଆଉ କେତେବେଳେ ସୁଦୂର ଚିଲିକାର କେଉଁ ଅପନ୍ତରା ଚଟି ଘରେ ଅଗୁରୁ ଚନ୍ଦନ ଦୟଣା ଆଉ ତୁଳସୀର ମହମହ ଗନ୍ଧ ମହକେଇଲେଣି। ଆଉ କେତେବେଳେ ବା କେଉଁ ନା କେଉଁ ବିଶର ମହାନ୍ତିର ମୃଦଙ୍ଗ ଭିତରେ ଆତ୍ମଗୋପନ କଲେଣି। ଏଇ ପାଇବା ହରାଇବାର ଲୁଚକାଳି ଖେଳ ଜାରି ରହିଛି ଆଜି ଯାଏ। ସଂସାର ସାରା ଖୋଜି ଖୋଜି ନୟାନ୍ତ, ହେଲେ କାହାନ୍ତି ମହାପ୍ରଭୁ। ଠକ ଠାକୁର ଠକି ଦେଇ ଚାଲି ଯାଆନ୍ତି, ଆଉ ଫେରିବାର ନାଁ ନ ଧରି। ତେବେ ଲାଭ କଣ ତାଙ୍କୁ ଏତେ ଖୋଜି? ନ ଖୋଜିଲେ ଚଳନ୍ତା ନାହିଁ? ନା, ଯେମିତି ହେଲେ ଖୋଜିବାକୁ ପଡ଼ିବ। ପାଇସାରିବା ପରେ ପୁଣି ଆଉ ଥରେ ହରାଇବାକୁ ପଡ଼ିବ, ପୁଣି ଖୋଜିବା, ପୁଣି ହରାଇବା। ଏହି ଅସମାହିତ ଛକିଶୂନ ଖେଳରୁ ସୁଧି ଜଣେ ନିସ୍ତାର ନାହିଁ।